তো গাইস ଆଜି ଭାବୁର ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପପୁ ଆମ ଗୀତରେ ଷ୍ଟେଜ ଉପରେ ଚଢି ନାଚିଲୁ। ଜୟ ଜଗନ୍ନାଥ ସାଙ୍ଗମାନେ ମୁଁ ଚିରଞ୍ଜିତ ଆପଣଙ୍କୁ ସ୍ୱାଗତ କରୁଛି ଆଉ ଏକ ନ୍ୟୁ ମିନି ବ୍ଲଗ ରେ। ତ ଗାଇସ ଆଜିରୁ ଷ୍ଟାର୍ଟ ହେଇଯାଉଛି ଭାବୁର ମହୋତ୍ସବ। ଆଉ ମହୋତ୍ସବରେ ମତେ ବି ଇନଭାଇଟ କରିଥିଲେ। ସକାଳୁ ସକାଳୁ ଉଠିକି ପପଲ ମୁଁ ଆଉ ମୁନା ବାହାରି ପଡିଥିଲି ମହୋତ୍ସବ ପଡିଆକୁ। ସେଠି ଯାଇ ଦେଖୁଛୁ ଆଜି ପ୍ରବଳ ମାତ୍ରାରେ ଲୋକ ଆସିଥିଲେ କାହିଁକି ନା ଆଜି ପ୍ରଥମ ଦିନ ହଉଛି ମସଲଜ ଯାତ୍ରା। ଦେଖିଲେ ଆକାଶ ମଙ୍ଗଳ ଦେଖିଲେ ଭାପୁର ମହୋତ୍ସବ କେତେ ସୁନ୍ଦର ଦେଖାଯାଉଛି। ତାପରେ ଆରମ୍ଭ ହୋଇଥିଲା ଷ୍ଟେଜ ପୂଜା। ଝିଅ ପିଲାମାନଙ୍କ ମୋବାଇଲ ଷ୍ଟୋରେଜ ଫୁଲ କରିବା ପାଇଁ କେତେ ଗୁଡିଏ ସେଲ୍ଫି ପଏଣ୍ଟ ବି ହେଇଛି। ଦେଖିଲେ ଆମ ନୀଳମାଧବ ମନ୍ଦିରର ଆର୍ଟ କେତେ ସୁନ୍ଦର ହେଇଛି। ଆଉ ହଁ ଆମ ଭାପୁର ବ୍ଲଗର କୋଉ ମାନେ ଭିଡିଓ ଦେଖୁଛନ୍ତି ନିଶ୍ଚିତ କମେଣ୍ଟ ବି କରିଦେବେ। ତାପରେ ହୋଟେଲରେ ଖାଇ ପିଇ ସାରି ଘରକୁ ପଳେଇଥିଲୁ। ପୁଣି ସନ୍ଧ୍ୟାବେଳେ ଆସି ଡାଇରେକ୍ଟ ଷ୍ଟେଜ ପାଖକୁ ଗଲୁ। ଫ୍ରଣ୍ଟ ସିଟ ରେ ବସି ଛୋଟ ଛୋଟ ପିଲାଙ୍କର ନୃତ୍ୟ ଦେଖିଲୁ। ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ବଲପୁରୀ ନୃତ୍ୟ ବିଭିନ୍ନ ଆର୍ଟିଷ୍ଟ ମାନଙ୍କର ପ୍ରୋଗ୍ରାମ ସରିଗଲା ପରେ ଷ୍ଟେଜ କୁ ଏଣ୍ଟ୍ରି କରିଦେଇଥିଲେ ଅସିଆ ମୁଣ୍ଡା ମ୍ୟାମ। ଆଉ ତାଙ୍କୁ ଦେଖିବା ପାଇଁ ଲୋକମାନଙ୍କ ଭିଡ ବି ପ୍ରବଳ ହେଇଥିଲା। ତାପରେ ଏଣ୍ଟ୍ରି କରିଥିଲେ କମେଡି କିଙ୍ଗ ପପୁ ଭାଇ। ତାଙ୍କ ଗୀତରେ ପିଲାମାନେ ନାଚିକି ପୁରା ଧୁଳା ଉଡାଉଥିଲେ। ତାପରେ ମୁଁ ଷ୍ଟେଜ ଉପରେ ଚଢିକି ନାଚି ଗୋଟେ ଭିଡିଓ ବନେଇ ଦେଇଥିଲି। ଚାଲ ଆଜିର ଭିଡିଓକୁ ମୁଁ ଏଇଠି ଏଣ୍ଡ କଲି। ପୁଣି ଦେଖା ହବ ନେକ୍ସଟ ବ୍ଲଗ ରେ। ଆଉ ଆଜିର ବ୍ଲଗ ଟା ଆପଣଙ୍କୁ କେମିତି ଲାଗିଲା ନିଶ୍ଚିତ କମେଣ୍ଟ ବି କରିଦେବେ।